एते कला जिणु ताहा ठारे ठूଳ, उत्कଳ उत्कଳେ ତା କଳା ଅତୁଳ। ଶ୍ରୋତା ବନ୍ଧୁ, ଆଜି ଆମେ ଉତ୍କୃଷ୍ଟ କଳାର ଦେଶ ଉତ୍କଳର କଳାତ୍ମକତାକୁ ନିଜ ଆତ୍ମା ଭିତରେ ସମ୍ପୂର୍ଣ୍ଣ ରୂପେ ଅନୁଭବ କରି ତାର ପ୍ରତିଷ୍ଠା କରିଥିବା ଜଣେ କିମ୍ବଦନ୍ତୀ ପୁରୁଷଙ୍କ ସମ୍ପର୍କରେ ଆଲୋଚନା କରୁଛେ। ସେ ଥିଲେ ଓଡ଼ିଆ ନାଟକର କିମ୍ବଦନ୍ତୀ ପୁରୁଷ, ଯୋଗଜନ୍ମା ନାଟ୍ୟାଚାର୍ଯ୍ୟ କବିଚନ୍ଦ୍ର ଡକ୍ଟର କାଳୀଚରଣ ପଟ୍ଟନାୟକ। 1897 ମସିହା ଡିସେମ୍ବର 23 ତାରିଖରେ ପିତା ଦୁର୍ଗାଚରଣ ପଟ୍ଟନାୟକ ମାତା ରାଧା ଦେବୀଙ୍କ କୋଳ ମଣ୍ଡନ କରି ବଡମ୍ବା ଗଡ଼ରେ ସେ ଭୂମିଷ୍ଠ ହୋଇଥିଲେ। ତାଙ୍କର ପୈତୃକ ଗାଁ ଥିଲା ବାଙ୍କିର ସୁବର୍ଣ୍ଣପୁର ଖମାରଙ୍ଗ ଅଞ୍ଚଳ। ବାପା ଥିଲେ ଜଣେ କାଳୀ ପୂଜକ, ବେହେଲା ବାଦକ ଓ ସଙ୍ଗୀତକାର। କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଶିକ୍ଷା ଆରମ୍ଭ ହୋଇଥିଲା ବଡମ୍ବା ଗଡ଼ର ସ୍କୁଲରୁ। ତେବେ ବାପାଙ୍କ ବଦଳି ଯୋଗୁଁ ଢେଙ୍କାନାଳ ଏବଂ ପରେ ବାଙ୍କିରେ ମିଡିଲ ଇଂଲିଶ ସ୍କୁଲ, ଖୋର୍ଦ୍ଧାରେ ମାଟ୍ରିକ ଓ ରେଭେନ୍ସା କଲେଜରେ ଉଚ୍ଚଶିକ୍ଷା ସମାପ୍ତ କରିଥିଲେ। ସ୍ନାତକ ଶ୍ରେଣୀର ଶେଷ ବର୍ଷ ଛାତ୍ର ଥିଲାବେଳେ ବାପାଙ୍କର ମୃତ୍ୟୁ ତାଙ୍କୁ ଅତ୍ୟନ୍ତ ମର୍ମାହତ କରିଥିଲା। ଫଳତଃ ଉଚ୍ଚଶିକ୍ଷା ବାଧାପ୍ରାପ୍ତ ହୋଇଥିଲା। କାଳୀଚରଣ ପଟ୍ଟନାୟକ ବଡମ୍ବା, ଖଣ୍ଡପଡ଼ା, ଇଚ୍ଛାପୁର, ପୁରୀ, ବାରିପଦା ଦରବାରରେ ସଙ୍ଗୀତ ଚର୍ଚ୍ଚା କରିଥିଲେ। ମଝିରେ ମଝିରେ ରାସ ଦଳ ଏବଂ ଶେଷକୁ ପେଶାଦାର ଥିଏଟରର ଦଳ ଗଠନ କରିଥିଲେ। ଶ୍ରୋତାବନ୍ଧୁ, କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଥିଲେ ଜଣେ ଅସାମାନ୍ୟ ପ୍ରତିଭାଧାରୀ ବ୍ୟକ୍ତିତ୍ୱ। ଏକାଧାରରେ ସେ ଥିଲେ ଜଣେ ଅଦ୍ୱିତୀୟ ନାଟ୍ୟକାର, ଥିଲେ କବି, ସଙ୍ଗୀତଜ୍ଞ, ନୃତ୍ୟବିତ୍, ଶିଶୁ ସାହିତ୍ୟିକ, ଅନୁବାଦକ, ଔପନ୍ୟାସିକ, ପ୍ରାବନ୍ଧିକ, ଅଭିନେତା, ନିର୍ଦ୍ଦେଶକ ତଥା ଗାୟକ। ବିଶେଷ କରି ରଙ୍ଗମଞ୍ଚରେ ମହିଳାମାନଙ୍କୁ ଅଭିନୟ କରିବାର ସର୍ବପ୍ରଥମ ଉଦ୍ୟୋକ୍ତା ଭାବରେ, ସୁଯୋଗଦାତା ଭାବରେ ସେ ସ୍ମରଣୀୟ। ଆଜି କାଳୀଚରଣ ପଟ୍ଟନାୟକଙ୍କୁ ନେଇ ଆମର ଏହି ଆଲୋଚନାରେ ତାଙ୍କ ସମ୍ପର୍କରେ ଆମେ ଅନେକ ତଥ୍ୟ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବୁ। ବିଭିନ୍ନ ସମୟରେ ପୁରୀ ଠାରୁ ଉତ୍କଳ ଦୀପିକା, ମୁକୁର ଓ ଶେଷକୁ ସଙ୍ଗୀତ ପ୍ରଭା ପତ୍ରିକା ସମ୍ପାଦନ ସହ ସେ ସମ୍ପୃକ୍ତ ଥିଲେ। ତେଣୁ ସମ୍ପାଦକ ଭାବରେ ମଧ୍ୟ କାଳୀଚରଣ ପଟ୍ଟନାୟକ ସ୍ମରଣୀୟ। ସେ ପୁରୀରେ ସଙ୍ଗୀତ ପ୍ରଭା ନାମକ ପ୍ରେସ୍ ପ୍ରତିଷ୍ଠା କରିଥିଲେ ଏବଂ ଏହି ପ୍ରେସ୍ ପରବର୍ତ୍ତୀ କାଳରେ କଟକକୁ ସ୍ଥାନାନ୍ତରିତ ହୋଇଥିଲା। ଜଗନ୍ନାଥ ବଲ୍ଲଭରେ କାଳୀ ପ୍ରେସ୍ ନାମ ମଧ୍ୟ ଉଲ୍ଲେଖ ରହିଛି। ଶେଷକୁ 1947 ମସିହାରେ ତାହା ସମ୍ପୂର୍ଣ୍ଣ ରୂପେ ବିଲୀନ ହୋଇଯାଇଥିଲା ସେ କାଳୀ ପ୍ରେସ୍ଟି। ତେବେ ସଙ୍ଗୀତ, ନାଟକ ଏବଂ ସାହିତ୍ୟ ପ୍ରତି ସମର୍ପିତ କାଳୀଚରଣ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଅତ୍ୟନ୍ତ ଭାବରେ ଅଦ୍ୱିତୀୟ, ଅନତିକ୍ରମ୍ୟ। ବିଭିନ୍ନ ସମୟରେ ରାଜଦରବାର, ସାଂସ୍କୃତିକ ଅନୁଷ୍ଠାନ ଓ ଶିକ୍ଷା ଅନୁଷ୍ଠାନ ଦ୍ୱାରା କବିଚନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍, ନାଟ୍ୟାଚାର୍ଯ୍ୟ, ପଦ୍ମଶ୍ରୀ ଏବଂ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ମଧ୍ୟ ଲାଭ କରିଛନ୍ତି। କୁମ୍ଭାରଚକ ଆତ୍ମଜୀବନୀ ଗ୍ରନ୍ଥ ପାଇଁ 1975 ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସେ ଲାଭ କରିଛନ୍ତି। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ପଦରେ ମଧ୍ୟ ସେ ଅଧିଷ୍ଠିତ ହୋଇଛନ୍ତି। ପ୍ରକୃତ ପକ୍ଷେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଥିଲେ ଅସାମାନ୍ୟ ଐଶୀ ଆଶୀର୍ବାଦ ପ୍ରେରିତ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱ। ସମାଲୋଚକ ଅନନ୍ତ ମିଶ୍ରଙ୍କ ମତରେ କବିଚନ୍ଦ୍ର ଡକ୍ଟର କାଳୀଚରଣ ପଟ୍ଟନାୟକଙ୍କ ଆତ୍ମଜୀବନୀ କୁମ୍ଭାରଚକ କେବଳ ବ୍ୟକ୍ତିବିଶେଷ କାଳୀଚରଣଙ୍କର ଜୀବନୀ ନୁହେଁ, ଓଡ଼ିଶା ସାହିତ୍ୟ, ସଙ୍ଗୀତ, ନାଟକର 1897ରୁ 1975 ଯାଏର ଓଡ଼ିଆ ସଂସ୍କୃତିର ରସୋତ୍ତୀର୍ଣ୍ଣ ଇତିହାସ। ସେ ପୁଣି ମଧ୍ୟ ଉଲ୍ଲେଖ କରିଛନ୍ତି ତାଙ୍କର ସଙ୍ଗୀତ ନାଟକ ଯୋଗୁଁ ସେ ଓଡ଼ିଆ ଲୋକଙ୍କର, ଓଡ଼ିଆ ଦେଶର ବାହ୍ୟ ଶରୀର କି ମନପ୍ରାଣ ନୁହେଁ,
ନୁହନ୍ତି, ବରଂ ଆନନ୍ଦମୟ ଆତ୍ମା ସହ ମିଶି ଯାଇଛନ୍ତି ଯେପରି, ସେଥିପାଇଁ ସେ ଏତେ ଆଦୃତ, ଏତେ ଜନପ୍ରିୟ। ଯେତେବେଳେ ଆମେ କୁମ୍ଭାର ଚକ ଆତ୍ମଜୀବନୀକୁ ପଢ଼ୁ, ଆମେ ଅନୁଭବ କରୁ ଓଡ଼ିଶାର ଆତ୍ମଜୀବନୀ ଧାରାରେ କୁମ୍ଭାର ଚକ ନିଶ୍ଚିତ ଭାବରେ ଏକ ଅବିସ୍ମରଣୀୟ ଆତ୍ମଜୀବନୀ। କୁମ୍ଭାର ଚକ ଭାଗ୍ୟ ଓ ମଣିଷମାନଙ୍କ ଦ୍ୱାରା ପରାଜିତ ହୋଇ ରକ୍ତାକ୍ତ ହୋଇ ଧୂଳିରେ ପଡ଼ିଥିବା ବେଳେ ମଧ୍ୟ ସବୁଥିରେ କୁମ୍ଭାରର ଉପସ୍ଥିତିକୁ ଅନୁଭବ କରିବା, ସମସ୍ତଙ୍କୁ ସୁଖ ପାଇବା, କାଳୀବାବୁଙ୍କ ସାରା ଜୀବନ ଏହି ବିଶେଷତାରେ ରୁଦ୍ଧିମନ୍ତ। ସାହିତ୍ୟ ଓ କଳାର ଅଦ୍ଭୁତ ସମୀକରଣ ଥିଲେ କାଳୀଚରଣ ପଟ୍ଟନାୟକ। ଶିଶୁ ସାହିତ୍ୟ କ୍ଷେତ୍ରରେ ପିଲାଙ୍କ ପାଇଁ ବାୟାଧନଟି, ଫୁଲ ବଉଳବେଣୀ, କଳାହାଣ୍ଡିଆ ମେଘ, ବରଣମେଲା, ପାଠ୍ୟପୁସ୍ତକ କ୍ଷେତ୍ରରେ ପହିଲି ପାଠ, ଆମ ପାଠ, ସରସ ସାହିତ୍ୟ, ପିଲାଙ୍କ ପାଠ, ସଙ୍ଗୀତ ଶିକ୍ଷା ବିଷୟକ ପୁସ୍ତକରେ ରହିଛି ପିଲାଙ୍କ ସଙ୍ଗୀତ ଶିକ୍ଷା, ସଙ୍ଗୀତ ଓ ହାରମୋନିୟମ ଶିକ୍ଷା, ଚମ୍ପୁର ସ୍ୱରଲିପି, ଓଡ଼ିଶୀ ସଙ୍ଗୀତର ରୂପରେଖ, ଓଡ଼ିଶୀ ମ୍ୟୁଜିକ୍, ଗୀତ ମଞ୍ଜରୀ, ଶିଶୁ ଖେଳ ସଙ୍ଗୀତ, ସଙ୍ଗୀତ ସାର, ମେଳ ରାଗ ଲକ୍ଷଣ ଗୀତ, ଆମର ସଙ୍ଗୀତ ଧାରା, ଖଣ୍ଡକାବ୍ୟ ହେଉଛି ମହାପର୍ବତ, ଉପନ୍ୟାସରେ ଯୋଗିଆ ମା, ପ୍ରହସନରେ ରହିଛି ହାଇ ଫେସନ୍, ଗୀତିନାଟ୍ୟ ଓ ରାସରେ ରହିଛି ଧ୍ରୁବ ଏବଂ ନାଟକ ଗୁଡ଼ିକ ନିଶ୍ଚିତ ଭାବରେ ଉଲ୍ଲେଖନୀୟ। ତେବେ ବାୟାଧନଟି, ବାଂଶରୀ ବିଳାପ, ଶ୍ରୀରାଧା, ହରିଶ୍ଚନ୍ଦ୍ର, ବନବିହାର, ପ୍ରୀତି ସୁଧାକର, ମାନିନୀ, ଲକ୍ଷ୍ମୀ, କିଶୋର ଚନ୍ଦ୍ରାନନ୍ଦ, ଚମ୍ପୁ, ଜୀବିତ ତର୍ପଣ, ଆଖିର ଦେଖା, କମଳା, ଗାର୍ଲସ ସ୍କୁଲ, ଆହୁତି, ଚୁମ୍ବନ, ପରିବର୍ତ୍ତନ, ଭାତ, ଚକ୍ରୀ, ବନମାଳା, ଅଭିଯାନ, ବେକାର, ଦଶଭୁଜା, ଯୁଗେ ଯୁଗେ ଉତ୍କଳ, ଫଟା ଭୂଇଁ, ଅତିବଡ଼ି ଜଗନ୍ନାଥ ଦାସ, ପରିବର୍ତ୍ତନ, ଅନଙ୍ଗ, ଯୁଗ ଉପଯୋଗୀ, ରକ୍ତମନ୍ଦାର, ସନ୍ଧାନ, ସାରଳା ଦାସ, ଷଡ଼ରସ, ହୀରାଖଣ୍ଡ, ମାଳତୀ, ସୁଦାମା, ମାଣବସା, ଧର୍ମପଦ, ପଥର ଘର, ଚନ୍ଦ୍ରହାସ୍ୟ ଇତ୍ୟାଦି ଉଲ୍ଲେଖନୀୟ। ଆଲୋଚନା କ୍ଷେତ୍ରରେ ମଞ୍ଚଧାରା ଏବଂ ଶତାଧିକ ଓଡ଼ିଶୀ ପଲ୍ଲୀ ସୁଗମ ଭକ୍ତି ସଙ୍ଗୀତ ତାଙ୍କର ସ୍ମରଣୀୟ। କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ କେବଳ ଜଣେ ନାଟ୍ୟକାର ନଥିଲେ, ସେ ଥିଲେ ନାଟ୍ୟ ସଂଗଠକ ମଧ୍ୟ। ପିଲାବେଳୁ ବଡ଼ମ୍ବାରେ ପଢ଼ିବା ସମୟରୁ ହିଁ ଅନ୍ୟ ସମଧର୍ମାଙ୍କୁ ଏକାଠି କରି ମୃତ୍ୟୁ ପର୍ଯ୍ୟନ୍ତ ନାଟକକୁ ମଞ୍ଚାୟନ କରିବା କ୍ଷେତ୍ରରେ ସେ ଅଦ୍ୱିତୀୟ, ଅନତିକ୍ରମ୍ୟ। ବଡ଼ମ୍ବା, ତିଗିରିଆ, ଖଣ୍ଡପଡ଼ା, ଇଚ୍ଛାପୁର, ସୁରଙ୍ଗୀ, ମୟୂରଭଞ୍ଜ ଆଦି ଗଡ଼ଜାତ, ପୁରୀ, କେନ୍ଦ୍ରାପଡ଼ା, କଟକ ଓ ଖୋର୍ଦ୍ଧାରେ ଆପଣାର ସାଂଗଠନିକ ଶକ୍ତିକୁ ସେ ପ୍ରତିଷ୍ଠା କରିଛନ୍ତି। ସେ ପେଶାଦାର ନାଟ୍ୟକାର ଭାବରେ 1925 ମସିହା ଶୂନ୍ୟ ଦିନ ଜନ୍ମ ନେଇଥିବା ରାଧାରମଣ ରାସୋତ୍ସବର ଆୟୋଜକ। ଏହି ଉଦ୍ୟମରେ ତାଙ୍କର ସହଯୋଗୀ ରଙ୍ଗନାଥ ଦେବ ଗୋସାଇଁ ଓ ବାସୁଦେବ ମହାପାତ୍ର ମଧ୍ୟ ତାଙ୍କୁ ସହଯୋଗ କରିଥିଲେ। ଏଥିରେ ପ୍ରଥମ ଅଭିନୀତ ହୋଇଥିଲା ନାଟକ ଶ୍ରୀରାଧା। ତାପରେ ବଂଶୀର ବିଳାପ, ଧ୍ରୁବ, ବନବିହାର, ପ୍ରୀତି ସୁଧାକର, ଲକ୍ଷ୍ମୀ, ଏମିତି ବହୁ ବିଷୟ ରାସକୁ ବିଶେଷ ଭାବରେ ସେ ରସପୁଷ୍ଟ କରିଛନ୍ତି। ତେବେ ପରବର୍ତ୍ତୀ ସମୟରେ ସେ ସଂସ୍କୃତ ନାଟକ ମୃଚ୍ଛକଟିକ, ଚମ୍ପୁ ଓ ଗୀତ ଗୋବିନ୍ଦର ନାଟ୍ୟାୟନ ମଧ୍ୟ କରିଛନ୍ତି। ତାଙ୍କ ନଟ ଜୀବନର ସ୍ୱତନ୍ତ୍ରତାକୁ ଏସବୁ ନାଟକ ନିଶ୍ଚିତ ଭାବରେ ସ୍ୱତନ୍ତ୍ର ମର୍ଯ୍ୟାଦା ପ୍ରଦାନ କରେ। ଓଡ଼ିଶା ଥିଏଟର, ଯାହାକି 1939 ମସିହାରେ ସ୍ଥାପିତ ହୋଇଥିଲା, କାଳୀଚରଣଙ୍କର ସାଂଗଠନିକ ଦକ୍ଷତାର ଚରମ ଏବଂ ଶ୍ରେଷ୍ଠ ଅଭିବ୍ୟକ୍ତି। ଏହାକୁ ନାଟକର ଏବଂ ନଟ ଜୀବନର ପ୍ରୟୋଗଶାଳା ଭାବରେ ଆମେ ସ୍ମରଣ କରୁ। ଏହା 10 ବର୍ଷ ଧରି କାର୍ଯ୍ୟକ୍ଷମ ଏବଂ ସକ୍ରିୟ ଥିଲା। 1946 ମସିହା ବେଳକୁ ସେ ଏକ ସିନେମା କମ୍ପାନୀ ମଧ୍ୟ ଗଢ଼ିଥିଲେ, ଯାହାର ନାମ ଥିଲା ଓଡ଼ିଶା ଥିଏଟର୍ସ ଲିମିଟେଡ୍। 1951 ମସିହାରେ ଏଥିରୁ ସେ ସମ୍ପୂର୍ଣ୍ଣ ରୂପେ ବିରତି ନେଇଥିଲେ। ଆପଣାର ସଙ୍ଗୀତ ପ୍ରସାରଣ ମାନସିକତାକୁ ରୂପ ଦେବା ପାଇଁ 1951 ମସିହାରେ ସେ ଗଢ଼ିଥିଲେ ସୁରଲେଖା ରେକର୍ଡ଼ିଂ କମ୍ପାନୀ। 1954 ମସିହା ବେଳକୁ ଏଥିରୁ ଗୀତର ଡିସ୍କ ମଧ୍ୟ ବାହାରିଥିଲା। ଏହା ସହିତ କଲିକତା ଓ କଟକ ଆକାଶବାଣୀ କେନ୍ଦ୍ର ସହିତ ମଧ୍ୟ ସେ ସମ୍ପୃକ୍ତ ଥିଲେ। କାଳୀଚରଣଙ୍କୁ କେବଳ ଆମେ ନାଟ୍ୟକାର ଓ ନାଟ୍ୟ ସଂଗଠକ ଭାବରେ ଜାଣୁନି,
ତତ୍ସହିତ ଜଣେ ଅଭିନେତା ଭାବରେ, ଜଣେ ନର୍ତ୍ତକ ଭାବରେ, ଜଣେ ନାଟ୍ୟ ନିର୍ଦ୍ଦେଶକ ଭାବରେ, ସଙ୍ଗୀତକାର, ଗୀତିକାର ଭାବରେ ମଧ୍ୟ ଆମେ ତାଙ୍କ ପାରଦର୍ଶିତାକୁ ଜାଣୁ। ପିଲାବେଳୁ ହିଁ ତାଙ୍କ ପରିବାର ତାଙ୍କର ସାଙ୍ଗୀତିକତାର, ତାଙ୍କ ନାଟ୍ୟ ଅନୁଚିନ୍ତନର ଯେଉଁ ଅଭିବୃଦ୍ଧିରେ ସହାୟତା କରିଥିଲା। ସେ ଢୁମ୍ପା, ଚଇତି ଘୋଡ଼ା ଗୀତ, ରାମଲୀଳା, ରାସଲୀଳା, ଛାନ୍ଦ, ବଙ୍ଗଳା, ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ସଙ୍ଗୀତ ପରମ୍ପରା ସହିତ ଯୋଡ଼ି ହୋଇଥିଲେ। ରାଜଦରବାରରେ ଗୀତ ଗାଇ ପୁରସ୍କୃତ ମଧ୍ୟ ହୋଇଥିଲେ। ଗୁରୁ ମହାପାତ୍ର ଯେଉଁ ଶାସ୍ତ୍ରୀୟ ସଙ୍ଗୀତର ଜଣେ ବିଶାରଦ, ବୈଦ୍ୟନାଥ ମିଶ୍ର ଯେ ବେହେଲାର ବିଶାରଦ ଥିଲେ, ପଣ୍ଡିତ କୃପାସିନ୍ଧୁ ହୋତା ଅଭିନୟରେ ଯେ ଅତ୍ୟନ୍ତ ଯାଦୁକରୀ ପ୍ରଭାବ ବିସ୍ତାର କରୁଥିଲେ, ତତ୍ସମୟର ଜଣେ ଓଡ଼ିଶୀ ଓ ହିନ୍ଦୁସ୍ତାନୀ ସଙ୍ଗୀତଜ୍ଞ ଖାତୁ ମିଆଁ ପ୍ରମୁଖଙ୍କ ପାଖରୁ, ସେ ଏହି ଗୁରୁଙ୍କ ପାଖରୁ ସେ ତାଙ୍କର ବ୍ୟକ୍ତିତ୍ୱକୁ ସମ୍ପୂର୍ଣ୍ଣ ରୂପେ ଗଢ଼ିଥିଲେ। କାଳିଚରଣଙ୍କର ନାଟ୍ୟକାର ଜୀବନ ଉଭୟ ଗୀତିନାଟ୍ୟ ଓ ପ୍ରଥାସିଦ୍ଧ ନାଟ୍ୟଧାରା ସହିତ ସମ୍ବନ୍ଧିତ। ଜୀବନର ଆରମ୍ଭ ରାସ ରଚନାରୁ ଏବଂ ପରିଣତି ପାଶ୍ଚାତ୍ୟ ନାଟ୍ୟ ତତ୍ତ୍ୱ ସହିତ ପରିଣୟରେ ତାଙ୍କ ପାଶ୍ଚାତ୍ୟ ପ୍ରେମର ପ୍ରଥମ ସ୍ୱାକ୍ଷର ହୋଇଛି ଆହୁତି ଓ ଗାର୍ଲସ ସ୍କୁଲ। ଅଧିକାଂଶ ନାଟକ ଓଡ଼ିଶା ଥିଏଟର୍ସରେ ଅଭିନୀତ ମଧ୍ୟ ହୋଇଛି। ନାଟକର ମଞ୍ଚ ଏକମୁଖୀ, ପରଦାଯୁକ୍ତ, ସ୍ୱଗତଃ ଓ ଜନାନ୍ତିକେ ବର୍ଜିତ, କଭର ସିନ୍ ସଂଯୋଜିତ 3ରୁ 5 ଅଙ୍କ ବିଶିଷ୍ଟ ଏଇ ଯେଉଁ ଶୈଳୀଗତ ବା କୌଶଳ, ତାକୁ ସେ ସମ୍ପୂର୍ଣ୍ଣ ରୂପେ ଓଡ଼ିଶାରେ ପ୍ରଥମ ଥର ପାଇଁ ପ୍ରୟୋଗ କରିଥିଲେ। ଭାଷା, ପାତ୍ରମୁଖୀ ଭାଷା, ଗୀତ, ସ୍ଥାନ, କାଳ, ପାତ୍ର ଓ ରସକୈନ୍ଦ୍ରିକ ସଙ୍ଗୀତ ଏବଂ ପରିବେଷଣର ଅବଧି ପ୍ରାୟ 2ରୁ 3 ଘଣ୍ଟା ପର୍ଯ୍ୟନ୍ତର ଏଇ ଯେଉଁ ଗୋଟେ ନିର୍ଦ୍ଧାରଣ, ଏସବୁ ତାଙ୍କରି ଦ୍ୱାରା ସମ୍ଭବ ହୋଇଥିଲା। ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତକୁ ଜାତୀୟ ସ୍ତରରେ ଶାସ୍ତ୍ରୀୟ ମାନ୍ୟତା ଦେବା କ୍ଷେତ୍ରରେ କାଳିଚରଣଙ୍କର ଯେଉଁ ଅବଦାନ ସମ୍ପୂର୍ଣ୍ଣ ରୂପେ ଅଭୁଲନୀୟ, ଅବିସ୍ମରଣୀୟ। 1954 ମସିହାରେ ସେ ଏହି ଉଦ୍ଦେଶ୍ୟରେ ଦିଲ୍ଲୀ ଓ ମାନ୍ଦ୍ରାଜ ଯାତ୍ରା କରିଥିଲେ। ଭାରତର ବିଖ୍ୟାତ ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ସଙ୍ଗୀତ ଗୁରୁ, କଥକ, ଭାରତନାଟ୍ୟମ ନୃତ୍ୟର ବିଶାରଦ, ରାଜନୀତିଜ୍ଞ ଓ ସଂସ୍କୃତି ସମୀକ୍ଷକଙ୍କ ଗହଣରେ ଆପଣାର ନୃତ୍ୟ ଓ ସଙ୍ଗୀତର ଶାସ୍ତ୍ରୀୟତାକୁ ନେଇ ସେ ପ୍ରବନ୍ଧ ମଧ୍ୟ ଉପସ୍ଥାପନ କରିଥିଲେ। ସେ ବହୁ ସଙ୍ଗୀତ ପୁସ୍ତକ ରଚନା କରିଛନ୍ତି, ଗୀତ ମଧ୍ୟ ଗାଇଛନ୍ତି। ତେବେ ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ ମାନ୍ୟତା ପାଇଲା ପରେ, ଅର୍ଥାତ୍ 1964 ମସିହା ବେଳକୁ ଓଡ଼ିଶୀ ସଙ୍ଗୀତ ଶାସ୍ତ୍ରୀୟ ମାନ୍ୟତା ପାଇଲା ବେଳକୁ ସେ ସମ୍ପୂର୍ଣ୍ଣ ରୂପେ ପ୍ରସିଦ୍ଧି ଅର୍ଜନ କରିସାରିଥିଲେ। କାଳିଚରଣଙ୍କର ମଞ୍ଚଧାରା ଓ କୁମ୍ଭାରଚକ ଦୁଇ ଗୋଟି ସ୍ୱତନ୍ତ୍ର ଶ୍ରେଣୀର ଗ୍ରନ୍ଥ। ତେଣୁ ଆଜି ଆମେ ନାଟ୍ୟାଚାର୍ଯ୍ୟ କବିଚନ୍ଦ୍ର କାଳିଚରଣ ପଟ୍ଟନାୟକଙ୍କ ପାଖରେ ନତମସ୍ତକ ଯେ ଓଡ଼ିଶାର ସଂସ୍କୃତିକୁ ସେ ଯେଉଁ ଉଚ୍ଚତା ପ୍ରଦାନ କରିଛନ୍ତି, ତାହା ନିଶ୍ଚିତ ଭାବରେ ଏ ଜାତି ପାଇଁ ଅଭୁଲନୀୟ, ଅବିସ୍ମରଣୀୟ ହୋଇ ରହିବ। ପ୍ରକୃତପକ୍ଷେ ଓଡ଼ିଆ ନାଟକର କିମ୍ବଦନ୍ତୀ ପୁରୁଷ କବିଚନ୍ଦ୍ର ଡକ୍ଟର କାଳିଚରଣ ପଟ୍ଟନାୟକ ଜଣେ ଯୁଗଜୟୀ, ଯୋଗଜନ୍ମା, ଅପ୍ରତିଦ୍ୱନ୍ଦ୍ୱୀ ସାଧକ। ଅଡ଼ିଓଟି କେମିତି ଲାଗିଲା ଆପଣମାନଙ୍କ ମତାମତ ଅପେକ୍ଷାରେ। ଧନ୍ୟବାଦ।